ପିଲାମାନେ ଆଜି ଆମେ ଗୋଟେ ମଜାଦାର କବିତା ପଢ଼ିବା। କବିତାର ନାମ ହେଲା ଗୁବାରେବାଲା ଅର୍ଥାତ୍ ବେଲୁନବାଲା। ଗୁବାରା ଏହା ହେଉଛି ଏକବଚନ ଶବ୍ଦ। ଗୁବାରା ଅର୍ଥାତ୍ ବେଲୁନ, ଏହାର ବହୁବଚନ ଶବ୍ଦଟି ହେଲା ଗୁବାରେ। ଗୋଟିଏରୁ ଅଧିକ ବେଲୁନ ହେଲେ ଆମେ ହିନ୍ଦୀରେ ତାହାକୁ ଗୁବାରେ କହୁ। ତୁମେମାନେ ତ ଜାଣ ଆମ ସମସ୍ତଙ୍କର ବେଲୁନ ବହୁତ ପସନ୍ଦ। ମେଳା ଯାତ୍ରା ବଜାରରେ ଆମେ ବେଲୁନବାଲାକୁ ଦେଖୁ। ବେଲୁନବାଲା ରଙ୍ଗ ବେରଙ୍ଗର ବେଲୁନ ବିକୁଥାଏ। ବେଲୁନ ଦେଖିଲେ ମନ ବିଲକୁଲ ଖୁସି ହୋଇଯାଏ। ଏବେ ଆମେ ସେହି ବେଲୁନବାଲା ବିଷୟରେ ଆମ ଓଡ଼ିଆ ମାଧ୍ୟମ ଷଷ୍ଠ ଶ୍ରେଣୀ ହିନ୍ଦୀ କଲିକା ପାଠ୍ୟପୁସ୍ତକର ଇକାଇ 4ରେ ଥିବା ସୁନ୍ଦର କବିତା गुब्बारेवाला को पढ़िबा। मेरे प्यारे बच्चों, यह कविता गुब्बारेवाला सिर्फ पढ़ने के लिए है। गुब्बारे वाले हमें खेलने गुब्बारे दो, रंग बिरंगे हो गुब्बारे, अपने पैसे हमसे लो। पिलामने एठारे तुम्हें देखि पारुथुब जे गोटे बेलुन वाला रंग बेरंगर बेलुन धरी बिकुछि। आ पिलामने ता पाखरु बेलुन नेबा पई ଭିଡ଼ ଜମାଇଛନ୍ତି। ପିଲାମାନେ ବେଲୁନବାଲାକୁ କହୁଛନ୍ତି, ବେଲୁନବାଲା ଆମକୁ ଖେଳିବାକୁ ବେଲୁନ ଦିଅ। ତୁମର ସେହି ରଙ୍ଗ ବେରଙ୍ଗର ବେଲୁନ ଆମକୁ ଦେଇ ତୁମେ ନିଜର ପଇସା ଆମଠାରୁ ନେଇଯାଅ। ଖେଲ ଖେଲ ମେ ଖୋ ଦେତେ अपने बचपन का हर पल, सोच बिखर जाता इसमें अपना बुद्धि बल। ଖେଳ ଖେଳରେ ଆମେ ଆମ ପିଲାବେଳର ପ୍ରତି କ୍ଷଣକୁ ହଜାଇ ଦେଉ। ଆଉ ପିଲାବେଳେ ସବୁ ସମୟରେ ଖେଳି ଖେଳି ସାରିଦେବା ହେତୁ ଏଥିରେ ଆମର ସବୁ ବୁଦ୍ଧି ବଳ ନଷ୍ଟ ହୋଇଯାଏ। बच्चों को बोला गुब्बारे वाला, समय साथी है अपना, मौका टूटा विकास टूटा, दुख जीवन भर झेलना, वक्त पर काम करना सीखें, अच्छी आदतें मन में धरें, लंबे सफर की उम्मीद रखें, देश के लिए जान कुर्बान करें। ଆଉ ପିଲାମାନଙ୍କ କଥା ଶୁଣି ବେଲୁନବାଲା ପିଲାମାନଙ୍କୁ କହିଲା, ସମୟ ହେଉଛି ଆମର ସାଥୀ। ଜୀବନରେ ଆମେ ଭଲ ସୁଯୋଗ ହାତଛଡ଼ା କଲେ ଆମର ବିକାଶ ବି ଆମେ ହରାଇବା, ଆଉ ଜୀବନ ସାରା ଦୁଃଖ ଭୋଗିବା। ତୁମେମାନେ ଠିକ୍ ସମୟରେ ଠିକ୍ କାମ କରିବା ଶିଖ, ଅର୍ଥାତ୍ ସମୟର ସଦୁପଯୋଗ କର। ଭଲ ଅଭ୍ୟାସ ବା ବିଚାର ମନରେ ରଖ। ଜୀବନରେ ବହୁତ ଆଗକୁ ବଢ଼ିବା ପାଇଁ ଲମ୍ବା ଯାତ୍ରାର ଆଶା ରଖ, ଆଉ ଦେଶ ପାଇଁ ଜୀବନ ଉତ୍ସର୍ଗ କର। ତାହେଲେ ପିଲାମାନେ, ବେଲୁନବାଲାର ଉପଦେଶ ତୁମକୁ କେମିତି ଲାଗିଲା କହିଲ? ସବୁବେଳେ ଖେଳି ବୁଲି ଯଦି ପିଲାବେଳକୁ ତୁମେ ନଷ୍ଟ କରିଦେବ, ତେବେ ଜୀବନରେ ବଡ଼ ବଡ଼ ସୁଯୋଗ ହରାଇବ। ସୁଯୋଗ ହରାଇଲେ ତୁମେ ଜୀବନରେ ସଫଳତା ପାଇପାରିବ ନାହିଁ, ଆଉ ତୁମର ବିକାଶ ହୋଇପାରିବ ନାହିଁ। ତେଣୁ ସବୁବେଳେ ଖେଳବୁଲରେ ସମୟ ନଷ୍ଟ ନ କରି ତୁମେ ମଧ୍ୟ ସମୟ ଅନୁସାରେ ଠିକ୍ କାମ କରିବା ଶିଖ। ତୁମେମାନେ ଭଲ ଅଭ୍ୟାସକୁ ଜୀବନରେ ଆପଣେଇବା ଆବଶ୍ୟକ, ଆଉ ମାତୃଭୂମି ପାଇଁ ଜୀବନ ଉତ୍ସର୍ଗ କରିବା ଆବଶ୍ୟକ। ଭିଡ଼ିଓଟି ଭଲ ଲାଗିଲେ ଏହାକୁ ଲାଇକ୍ ଓ ସେୟାର ନିଶ୍ଚୟ କରିବେ। ଥ୍ୟାଙ୍କ୍ସ ଫର୍ ୱାଚିଂ। ଲଭ୍ ୟୁ ଅଲ୍।